ପିଲାଦିନରୁ ମୋତେ ତୁମେ ନିମନ୍ତ୍ରଣ ନ କଲେ ମୁଁ ତୁମ ଦୁଆରକୁ ଯିବିନି। ଏତେ ଅଭିମାନ ମୋର। ବଳେ ବେଳେ କଶ୍ମୀର ତୋ ଦୁଆରକୁ ଯିବିନି। ନିମନ୍ତ୍ରଣ କରିବି ତ ମୁଁ ଯିବି। ଆମ ଜନ୍ମସ୍ଥାନରେ ଜଣେ ବାରିକର ବୁଢ଼ା ଥାଏ। ସେ ବାରିକର ବୁଢ଼ାଟି ହିସାବରେ ସିଏ ମୋର ମାମୁଁ, କିନ୍ତୁ ସିଏ ସ୍ନେହରେ ମୋତେ ଡାକନ୍ତି ମାମୁଁ। ଗେଲରେ ଡାକନ୍ତି। ପ୍ରତିବର୍ଷ ଆମର ଯେଉଁ ପୁରୀ ଯେଉଁ ବାହୁଡ଼ା, ସେ ବାହୁଡ଼ା ଦିନ ସିଏ କ୍ଷୀରି ଖେଚୁଡ଼ି କରନ୍ତି। ଯଦି ପିଲାମାନଙ୍କୁ ଡାକନ୍ତି, ପିଲାମାନେ ସବୁ ଖାଆନ୍ତି। ମୁଁ ଦାଣ୍ଡରେ ଖେଳୁଥିମି, ସବୁ କରୁଥିମି। ଯେତେବେଳେ ତାଙ୍କର କ୍ଷୀରି ଖେଚୁଡ଼ି ବଢ଼ା ବଢ଼ି ହେବ ମୁଁ ଘରକୁ ପଳେଇଯିବି। ସେ ପାଣୁ ବାରିକି ମୋତେ ଆସି ଡାକୁ, ତା ଦୁଆରକୁ ଯିବାର ନାହିଁ। ମୋତେ ନିମନ୍ତ୍ରଣ କରିବନି, ମୁଁ ତା ଘରକୁ ଯିବି, ଦୁଆରକୁ ଯିବି। ସିଏ ସେଇଠୁ କ'ଣ କରିବ ନା ଖୁସିରେ ଆସିବ। ଆସି ସାରିକି ସେଇଠୁ କହିବ ମାମୁଁ ଯିବା। ମୁଁ ହଁ ଯିବା। ତାମାନେ ମୋର ଏତେ ସ୍ୱାଭିମାନ ଥିଲା ଯେ ମୋତେ ତୁମେ ନ ଡାକିଲେ ମୁଁ ତୁମ ଦୁଆରକୁ ବଳେ ବଳେ ଯିବିନି ଖାଇବା ପାଇଁ। ଏଇଗୁଡ଼ାକ ଅଭିମାନ ଗୋଟେ ଥିଲା। ଏଇ ଅଭିମାନଟା ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ହୁଏତ ସେ ଜାଣିପାରିଛନ୍ତି। ତାଙ୍କର ତ୍ରିକାଳଦର୍ଶୀ ନା, ସିଏ ଜାଣିପାରିଛନ୍ତି। ପ୍ରତିବର୍ଷ ଗୋଷ୍ଠାଷ୍ଟମୀ ଆଉ ଅକ୍ଷୟ ତୃତୀୟାକୁ ସିଏ ନିମନ୍ତ୍ରଣ କରନ୍ତି ମୋତେ। ଏକଥା ବିଶ୍ୱାସ କରିପାରିବନି। ପ୍ରତି 15 ଦିନ ଭିତରେ ତାଙ୍କୁ ନିମନ୍ତ୍ରଣ ନିଶ୍ଚୟ କରିବେ। କାଲି ନା ପହରଦିନ ସେ ମୋତେ ନିମନ୍ତ୍ରଣ କରିଛନ୍ତି। ରାତିରେ ଠାକୁର ଆସିଛନ୍ତି, ମୁଁ ଦେଖୁଛି। ସେ ଘରେ ମାତାଜୀ ବି ଦେଖୁଛି। ମାତାଜୀ ସେଠି ଠାକୁରଙ୍କୁ ଦେଖିକି କାନ୍ଦୁଛି, ମୁଁ ବି ଠାକୁରଙ୍କୁ ଦେଖିକି କାନ୍ଦୁଛି। ଚିନ୍ତା କରି ଦେଖ, ତା ଅର୍ଥ କ'ଣ? ଅକ୍ଷୟ ତୃତୀୟା ଆସିଗଲାଣି, ତୁ ଯିବୁରେ। ଏଇଟା ହେଉଛି ପ୍ରଭୁଙ୍କର ବାକ୍ୟ। ତେଣୁ ଗୋଷ୍ଠାଷ୍ଟମୀରେ ମଧ୍ୟ ସେଇଆ। ଯେତେବେଳେ ମୁଁ ଠାକୁରଙ୍କୁ ଦେଖେ, ମୁଁ ନାରୀ ପାଞ୍ଜି ନ ଦେଖିଲେ କ'ଣ ହେବ? ମୁଁ ଜାଣିପାରୁନି ଆସିଗଲାଣି, ଆଉ ଠାକୁର କହୁଛନ୍ତି ଆଉ ଯିବା ପାଇଁ। ତେଣୁ ଗୋଟେ କଥା ହେଉଛି ଯେ ତମେ ଯଦି ଗୋଟେ ପାଦ ଗୁରୁଙ୍କ ପାଖକୁ ଆଗେଇଥିବ, ଗୁରୁ ତୁମ ପାଖକୁ 10 ପାଦ ଆଗେଇ ଆସିବେ। କିନ୍ତୁ ଗୋଟିଏ କଥା ହେଉଛି କ'ଣ? ଟଳିବ ନାହିଁ ହୋ ଦୃଢ଼ରୁ ବୃକ୍ଷ ଫଳ ଫଳିବ, ଟେକା ଟେକି କଥା ନ ଶୁଣି ମନ ଧୀର କରିବ। ଗୁରୁ ଯେଉଁ 2ଟା ଅକ୍ଷର ଦେଇଛନ୍ତି, ସେଇ 2ଟା ଅକ୍ଷରକୁ ଧର। ତ ଗୁରୁଠାରୁ ନାମ ନେଇ ସାରିକି ଯାଇକି ଜଣେ ମା କହୁଛି, କହିଲା ମୁଁ ଯୋଗମାୟାକୁ ଡାକୁଛି, ଆଉ ତାରିଣୀ ମାଆକୁ ଡାକୁଛି, ଆଉ କ'ଣ ସାରଳା ମାଆକୁ ଡାକୁଛି, ଆଉ ଜଗନ୍ନାଥକୁ ଡାକୁଛି। ଏ ବାବା ସବୁ ଠିକ୍ ନା? ମୁଁ କହିଲି ମା ସବୁ ଠିକ୍, ସବୁ ଠିକ୍, କିନ୍ତୁ ଆଗେ ତ ଗୁରୁ ନାମକୁ ଜପ କରିସାରି ତାକୁ ସବୁ ଡାକେ ଯାଇକି ଠିକ୍ ହେବ। କହିଲା ହଁ ସେଇଆ କରିବି। ଚିନ୍ତା କରି ଦେଖ, ତାମାନେ କ'ଣ? ଏସବୁ ବୁଝିବାର ଅଭାବ। ଯଦି ପ୍ରକୃତ ଆମେ ବୁଝି ତ ନ ପାରିଲେ ନାହିଁ। ଗୋଟେ କଥା ହେଉଛି ଗୁରୁଙ୍କ ପାଦକୁ ଦୃଢ଼ କରିକି ଧରିଥା। ଦୃଢ଼ କରି ମୁଷ୍ଟି ଧରିଛି, ଏକାକ୍ଷର ଗାଣ୍ଡିବ, ଲୟ ରଖି ପଦ୍ମ ଚରଣେ, ତ୍ରାହି କର ହେ ଦେବ, ଅଷ୍ଟାଦଶ ଯୋଗ ରହସ୍ୟ ଧୀରେ ଦିଅ ବୁଝାଇ, ଅଷ୍ଟାଙ୍ଗ ଯୋଗରେ ସେବିବି, ପାଦ ମନ ଲଗାଇ, ପାଶେ ପାଶେ ରହିଥିବ ହେ, ଏତିକି ମୋ ମିନତି, ନ ଭୁଲିବ ଯେହ୍ନେ ଠାକୁରେ, ଦିନହୀନ ଭାରତୀ, ନାଚୁଥିବ ଜ୍ଞାନ ନୟନେ, କରେ ମୁରଲି ଧରି, ଝରୁଥିବ ବେନି ନୟନୁ, ଭକ୍ତି ଯମୁନା ବାରି, ଶୁଣୁଥିବି ସୁଧା ବଚନ, ଭାବ କାନନେ ପଶି, କରୁଥିବ ପ୍ରେମେ ରାସ, ସ୍ନେହ କୁଞ୍ଜରେ ବସି, ଜୟ ଜୟ ଦୟାନିଧି ହେ, ଜୟ ଜୟ ସଦ୍ଗୁରୁ, ଜୟ 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 ପରମ ହଂସ ମହିମା ମେରୁ, ଏହି ମାତ୍ର ଭିକ୍ଷା ମାଗୁଛି, ଆହେ ଗୁରୁ ଗୋସାଇଁ, ଭାବୁ ଭାବୁ ପଦ୍ମ ପୟରେ,
ପ୍ରାଣ ଯାଉ ମିଳାଇ ଭାବୁ ଭାବୁ ପଦ୍ମ ପୟରେ ପ୍ରାଣ ଯାଉ ମିଳାଇ ଭାବୁ ଭାବୁ ପଦ୍ମ ପୟରେ ପ୍ରାଣ ଯାଉ ମିଳାଇ। ରଜା ଦ୍ୱାରା ଯଦି ଆମେ ଭିକାରୀ ହେବା ଭିକ ଟିକକ ପୂରଣ ହେଇଗଲେ ଆମେ ପଳେଇ ଯିବା ଆଉ ଭଗବାନ ସହିତ ସମ୍ପର୍କ ନାହିଁ। କିନ୍ତୁ ମୁଁ ଯଦି ତାର ମେମ୍ବର ହେଇଯିବି ତା ଘରର ଗୋଟେ ସଦସ୍ୟ ହେଇଯିବି ତେଣୁ ଆଉ କିଛି ଦରକାର ନାହିଁ। ମନେ ରଖ ଗୋଟେ ଭକ୍ତ ଯଦି 5 ଲକ୍ଷ ଟଙ୍କା ମଠକୁ ଦାନ କରେ ଗୁରୁ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। କାହିଁକି ସେ ସିନା ସିଏ ଦେଇଦେଲା କାହିଁକି ନା ସିଏ ଦେଇଦେଲା କିନ୍ତୁ ସମ୍ପର୍କ ରଖିପାରିଲାନି। କିନ୍ତୁ ଯିଏ ମଠରେ ଆସିକି ପାଇଟିଏ କଲା ମଠରେ କିଛି କର୍ମ କଲା ସିଏ ମଠର ମେମ୍ବର ହେଇଗଲା। ଟଙ୍କା କ'ଣ ଦରକାର? ଧନ ଧନାକାର ମିତ୍ର ଦାରା ସୁତ ଇନ୍ଦ୍ରଜାଲ ପରି ସବୁ କ୍ଷଣିକ ଦିନ ଦୁଇ ପାଇଁ ମୋର କହି ତୁ ଛାଟାରେ ସାଜୁ ଅଛୁ ମାଲିକ। ତେଣୁ ଗୋଟେ ମଠ ବାଡ଼ିକି କିଛି ଧନ ସାହାଯ୍ୟ କରିବା ଅପେକ୍ଷା କିଛି କର୍ମଦାନ ଯଦି କରିବ ସେ ହେଉଛି ସବୁଠୁ ବଳିଷ୍ଠ। ଆଉ ଗୋଟେ କଥା ତଳେ ଶିଷ୍ୟ ଅଛନ୍ତି ସେ କହୁଛନ୍ତି ବାବା ଯଜ୍ଞ କରିବେ ତ ଏ କିଛି ଅର୍ଥ ଦେଇଦେବୁ ସରିଲା ଆଉ କ'ଣ। ଆଚ୍ଛା ଅର୍ଥ ଦେଇଦେଇକି ପଳେଇଯିବ ଯେଟା ବାହାର ଲୋକ ଅର୍ଥ ଦେଇକି ଯାଉଛନ୍ତି ତମେ ଶିଷ୍ୟ ହେଲ କ'ଣ? ତମେ ଶିଷ୍ୟ ହେଇକି ଏକ୍ସଟ୍ରା କଲ କ'ଣ? ବା ଯଦି ଯେଉଁ ଶିଷ୍ୟ ଗୁରୁର ଭଲ ମନ୍ଦ ବୁଝେ ମଠର ଭଲ ମନ୍ଦ ବୁଝେ ସିଏ ହେଉଛି ତାର ନିଜର ଲୋକ। କିନ୍ତୁ ଯିଏ ନ ବୁଝେ ସିଏ କେମିତି ନିଜର ହେବ? ସେ କେବେ ନିଜର ହେବନି। ତୁମେ ଗୁରୁଙ୍କର ବର୍ଷେ 6 ମାସ ଆସିବ ଟିକେ ବୁଲିବ ଯୁଆଡ଼େ ହେବ ଚାଲିଯିବ ଭାରି ଖୁସି ହେବ ଭଜନ କରିବ। ଗୁରୁମେଳା ଆମର ମାସକୁ ମାସ ହେଉନି କି ଆସିବ ଖାଇବ ପିଇବ ଚାଲିଯିବ। ଗୁରୁର କ'ଣ ନିଜର ହେଲ? ଜ୍ଞାନୀ କାହାକୁ କୁହେ? ଅନ୍ତରର କଥା ଯିଏ ବୁଝିପାରେ। ଯେଉଁ ଶିଷ୍ୟ ଗୁରୁଙ୍କୁ ବାପ ବୋଲି ଭାବି ତାଙ୍କର ଭଲ ମନ୍ଦ କଥା ବୁଝେ ବାବା କ'ଣ ଖାଇଲେ ମଠ କରୁଛନ୍ତି କ'ଣ ଖାଇବେ କେତେବେଳେ ଆମେ ଶାଗ ଭାତ ନେଇକି ଖାଉଛୁ ସିନା ଘର ଦେଖୁଛନ୍ତି କି ଆମର ଖାଇବା ସେମିତି ନାହିଁ। କାହିଁକି ନା କେତେବେଳେ ଆମକୁ ମିଳିଲେ ଖାଉଛି କେତେବେଳେ ନ ମିଳିଲେ ନାହିଁ। ଇଏ ଭଲ ମନ୍ଦ ଯିଏ ବୁଝେ ସିଏ ହେଉଛି ବାପର ପୁଅ ନା। ଶିଷ୍ୟ ଯଦି ଯିଏ ହେବ ସିଏ ଯଦି ଗୁରୁଙ୍କର ଭଲ ମନ ହାଲଚାଲରେ ମୁଣ୍ଡ ପୁରେଇବ ଭଲ ମନ ଦାୟିତ୍ୱରେ ସେ ବହନ କରିବ ସିଏ ହେଉଛି ନିଜର। ବୁଝିଲେ କି? ଆଉ ଦାୟିତ୍ୱ ଗ୍ରହଣ ନ କରି ତୁମେ ଦୂରେଇ ଗଲେ ତୁମେ ନିଜର କେମିତି ହେବ? ଆଉ ଦଳେ ଶିଷ୍ୟ ଅଛନ୍ତି ସେ ଆସିକି ଚିନ୍ତା କରୁଛନ୍ତି ଆରେ ଗୁରୁ କ'ଣ ଚାଳ ଘର କରିଥିଲେ କୋଠା ଘର କଲେଣି ଗୁରୁଙ୍କର ବୋଧେ ଭାରି ଲୋଭ। ବୁଝିଲେ କି? ସେ କହୁଛନ୍ତି ସିଏ ବୁଝିପାରୁନାହିଁ ଗୁରୁଙ୍କୁ ସେ ଚିହ୍ନିଲା କେମିତି? ତୁହି ସିନା ଅନ୍ଧ ଅଟୁରେ ଗୁରୁ ନୁହନ୍ତି ଅନ୍ଧ ଗୁରୁ ଅନ୍ତର୍ଯ୍ୟାମୀ ଅଟନ୍ତି ତୋଳ କପାଳ ମନ୍ଦ ଠେକିରେ ମୁହଁକୁ ପୁରାଇ ପୁଷି ପିୟଇ ଦୁଧ ଜଗତଟା ଅଟେ ଅନ୍ଧାର ମନେ କରଇ ସିଧ ମାତ୍ରକ ପ୍ରହାର ବସିଲେ ଯେବେ ପୃଷ୍ଠ ଦେଶରୁ ତେତେବେଳେ ଚେତା ଫେରଇ ଭଜେ ମହିମା ଗୁରୁ। ମୁଁ ଗୁରୁ କରିଛି ସିଆଡ଼େ ଘରେ ଯାଇକି 5-25 ଟଙ୍କା କରୁଛି ନାନାଦି ମନ୍ଦିର କରୁଛି ଅର୍ଥ କରୁଛି ସବୁ କରୁଛି ଟଙ୍କା ବ୍ୟୟ କରୁଛି ବହୁତ ବାହା ପାଉଛି ନନାକୁ ଆଣି ଖାଇବାକୁ ଦେଉଛି ପ୍ରବଚନ କରୁଛି ସବୁ କରୁଛି। କିନ୍ତୁ ଗୁରୁ ଏଠି କ'ଣ କରୁଛି ତାକୁ ଦିନେ ମୁଣ୍ଡରେ ପୁରଉନି। କହିଲ ଗୁରୁ ମଧ୍ୟରେ କିଛି କରିପାରୁନି କିନ୍ତୁ ସିଆଡ଼େ ମୁଁ ସବୁ କାମ କରୁଛି। ଏଇଟା ଏ ଶିଷ୍ୟର କ'ଣ ଦାମ ରହିଲା? ଗୁରୁଙ୍କର ନିଜର ହେବା ପାଇଁ ଚେଷ୍ଟା କର। ଇଏ ଜ୍ଞାନଟା ରହୁନି। ପ୍ରବଚନକୁ 30-40 ହଜାର ଖର୍ଚ୍ଚ କରୁଛ ଗୁରୁ ମଠରେ କିଛି ଖାଇବାକୁ ଅଛି କି ନାହିଁ ତୁମେ ଜାଣିପାରୁନା। ତାମାନେ କ'ଣ? ଜ୍ଞାନର ଅଭାବ। ସେ ଜ୍ଞାନ କେବେ ଫେରିବ କହିପାରିବନି। କ'ଣ ବୁଝିପାରୁଛ? ତେଣୁ ବାସ୍ ଏଥିରୁ ଗୋଟିଏ କଥା ହେଲା ଗୁରୁ ଗୃହକୁ ଆସିକି ଗୁରୁଙ୍କର ନିଜର ହୁଅ। ଗୁରୁଙ୍କର ଭଲ ମନ୍ଦରେ ସାଥୀ ହୁଅ। କିଛି ନହେଲେ ମାସକୁ ତୁମେ ଗୋଟିଏ ଟଙ୍କା ବି ପଠାଅ। କାହିଁକି ନା ବାପାଟା ସିଏ ମୋର ନା ଇଏ ଗୋଟେ ଆଧ୍ୟାତ୍ମିକ ବାପ। କିଏ ପୁଣି ମଠରେ ଚଳିବ କେମିତି ଖାଇବେ କ'ଣ ଏକଥା ବୁଝିବା କଥା। ଦିନକର ଘଟଣା ଶୁଣ ମୁଁ କହୁଛି ଯେ ଏଠି ଜମି ଫମି ନଥିଲା ଜମି କରିବା ପାଇଁ ଚେଷ୍ଟା କଲି
जहाँ आने जाको जमी जी देती पैसाटे दौली से किसी ना मठरे ततला भात खंडे गोटे शुक्ला लंका पोड़ी दे शुक्ला लंका पोड़देनी शुक्ला लंका को पोड़ देकी बसिक से खाऊँ से घर एटे मन मन चिंता कर अरे एत कष्ट करके जमी कर भोग कर किए से किंतु आज मुझे चिंता करुँची बुझीपार ना तुठ जगिले गदी पिंधती बुझीपार से दिन मु कष्ट सहीक जमी खंडे करी बोली आज अतिथि अभ्यागत आसिले खंडे आम रोषे करके खाईपारुचु बसी पारुचु कथा कही पारुचु चली ना नाई तेणु गोटे कथा हूँ शिष्य से कह जी गुरु सहित गुरुर धर्म सहित सहधर्म मिसिब गुरुर भल मत गुरुर अंतर को जितब केतबेले जेतेबेले गुरुदत्त कर्म को रीतिमत करिब एवं गुरु को खुशी करने गुरु जहाँ चाहिए पूरण करने चेष्टा कर सबू चली जाओ गुरु दरकार बुझे कि ज्ञानात्मान परमात्मान दानं ध्यानं जोगं ज्ञानं जानन पिततं मूढ़मानस न गुरोरधिकं न गुरोरधिकं तुलसी सेवा हरिहर भक्ति गंगा सागर संगम मुक्ति किमधिकं कृष्ण भक्ति मूढ़मानस न गुरोरधिकं न गुरोरधिकं ब्रह्मांडातर जद जद ज्ञेय सर्वं न गुरोरधिकं न गुरोरधिकं तेणु गुरुंक ठारू आउ किए अधिकार नुहंती तेणु गुरु को जब भाव ये जन्म ये स्त्री छुआ पिला घर द्वार ये सब गौण्य गुरु है मोर मुख्य कहीं ना स्त्री छुआ पिला बंधु बांधव समस्ते कौटी जाती जानिच तुम स्त्री जीव द्वार बंध पर्यंत आ द्वार बंध नहीं आसपर नहीं साई पड़िशा जीवे मशाणी पर्यंत मशाणी पाखर आपर को जापर नहीं कितु मशाणी जो तुम ऊपर को उठब से किए से गुरु महात्मा थे घोषार नहीं पलि जी कौन कहनी बुझिपार ना गोटे छोटिया उदाहरण मोर मन पड़ा मुझे तुम शुण यही पाखरे देवपदा बोली गोटे गाँ अच्छी से देवपदार शांतिभट बोली गोटे मठ अच्छी से शांतिभट मठर मु प्रथम आसिक रोथा किछि दिन रहिला परे गोटे बुढ़ी लोक तार गोटे 5-6 वर्षर नातीटे धरिकी आसिक पहुँचला कौन माँ ना मो नाती सब आगत भविष्य सब अतीत कौन सी थिला सी कहीदे मुझे मन मन भाविनी मुझे बोधे शिखी आनी एटू किसी अर्थ संग्रह करके नब आसी मठ को आया भाविली बुढ़ी की सेठू बसईदेली छुआ टी नहीं गली घर भर को मुझे बाबू तू अतीत कथा सब कहीदे ना हाँ मु अतीत कथा कहीदे कौन अतीत कहलु से पूर्वजन्म तू कौन थिलु ना मु पूर्वजन्म गोटे पुलिस अफिसर थी अच्छा पुलिस अफिसर थिलु तापर से कौन है ना मत चोर मैंने मारिदेले मु मरीगली मुझे तो स्त्री कहला मो स्त्री कांदुची अच्छी ना कहला हाँ एबी मो स्त्री अच्छी किंतु मत चोर मैंने केस अच्छी बोली कहीं डाकिकी मारिदेले मुझे सेठू ताको अन्य कथा पचारि कौन अच्छा मरीगला गलु कुआड़े से सी कौन कला ना चिंता कला किसी समय चिंता कला कहला आज्ञा ऊपर को उठिली मन मन कौची तार जातस्मर कथाटा मन अच्छी से मुझे ऊपर को केते ऊपर को उठिली बहुत बहुत ऊपर को उठिली तापर कौन है ना आज्ञा गली पेली केमी गली पेलु ऊपर तो उठुल पुणी गली पेलु केमी ना मत पेली देला जड़े ध्यान बस कौच मत पेलीदेला किए पेलीदेला ना मत हनुमान पेलीदेला कि कहीं हनुमान अन्य किए कहीं पेला ना हनुमान कहीं तो पेलीदेला ना आज्ञा मुझे जो रही घर भड़ा नहीं करी से मु गोटे पुलिस अफिसर मु कौन ठाकुर बाकुर माने ना मु क्या माने कौन ठाकुर अच्छी बोली कि मुझे गुड़ाक सब चिंता करे ना कि विश्वास करे ना किंतु जो बसार रही से बसा आगे गोटे हनुमान मूर्ति थाए मुझे जाए ताको जुआटे ही जाए तेणु से जिते ऊपर को उठिली से हनुमान मत पेलदेला अच्छा ठीक अच्छे जदि गली पेलु तापर कौन है ना आज्ञा आउ कहीपर नहीं सेठू मुझे जानी पिलाटी सत कथा कौच है तेणु चिंता कर देख तमें मृत्यु समय आगुरी जहाँ को तुम बेसी प्रिय मन कर मृत्यु समय सी कौन करेंगे तुमको सीना हनुमान ताकत नहीं ऊपर को नापी सी पेलीदेला जदि गुरु गुरु था सी करता ना सी हाथ धरिकी टाणिकी नहीं पलि था बुझीपार ना तेणु गुरु हाथ धरिकी चलिए ना केते पाप करे अछुरे कहीं किछि तो नाही
ହାତ ଧରି ବାପ ଚାଲ ରେ ପାପ ମୋ ପାଦେ ଥୋଇ ସବୁ ପୋଛିଦେବେ। ଛାଡ଼ ଯିବା ଚାଲ ପଳେଇବା, କ'ଣ ପାଇବି ସେଥିରୁ? କ'ଣ ବୁଝିପାରିଲେ? ପରମାତ୍ମା କେଉଁଠି ଅଛନ୍ତି, ଜୀବାତ୍ମା କେଉଁଠି ଅଛି? ଗୋଟେ କଥା ଶୁଣ, ମୁଁ ଆଜି ବଜାରକୁ ଯିବି, ବଜାରକୁ ଯିବା ପାଇଁ ହେଲେ ମୋର ଠିକଣା ଦରକାର। ସେ ଠିକଣା ଯେଉଁମାନେ ଯାଇଛନ୍ତି ସେମାନେ କହିଦେବେ ନା ଏଇ ବାଟେ ଯା, ଏମିତି ବୁଲିକି ଯା, ଏଠି ଯାଇକି ପହଞ୍ଚିବୁ। ମୁଁ ଠିକଣା ପାଇଲେ କେମିତି ଯିବି? ପରମାତ୍ମାର ଘର କେଉଁଠି ଗୁରୁ ତାକୁ ବତେଇବେ ନା। ଆଉ ଜୀବାତ୍ମାର ଘର କେଉଁଠି, ପରମାତ୍ମାର ଘର କେଉଁଠି? ଜୀବ ବିହାର ହୃଦ ତଟେ ପରମ ବିହାର ତ୍ରିକୁଟେ। ବୁଝିପାରିଲେ ନା? ପରମଙ୍କର ଘର ହେଲା ତ୍ରିକୁଟ, ଜୀବାତ୍ମାର ଘର ହେଲା ହୃଦ ତଟ। ତେଣୁ ତମେ ବର୍ତ୍ତମାନ ହୃଦୟରେ ଅଛ। ତେଣୁ ହୃଦୟରେ ବର୍ତ୍ତମାନ ନିଜ ଆଗେ ହୃଦୟରେ ପଶିକି ଶରୀର ଜ୍ଞାନ ଛାଡ଼ି ପବନରେ ମିଶି ହୃଦୟରେ ଯାଇ ପଶ ଅନାହତ ଚକ୍ରରେ, ତେବେ ଯାଇକି ତମେ ଯାଇକି ତ୍ରିକୁଟ ପାଖକୁ ଯିବ। ବୁଝିପାରିଲ? ମୁଁ ଆଗରୁ ବହୁତ ୟୁଟ୍ୟୁବ୍ ୱେବସାଇଟ୍ରେ କହିଛି, ହୃଦେ ଭଜିଲେ ରାମ ରାମ କ୍ରମେ ସେ ତୁଟି ଯିବ ଭ୍ରମ, ଉଦେ ହୋଇବ ଜ୍ଞାନ କଢ଼ି କ୍ରମେ ସେ ମେଲିବ ପାକୁଡ଼ି, ଜ୍ଞାନରେ ଜିଣିବୁ ମରଣ ଧ୍ୟାନରେ ଧ୍ୟାଇବୁ ଚରଣ, ଭକ୍ତିରେ ଓନା ହତେ ପଶି ହେବ ପରମ ଅବିନାଶୀ। ଛାଡ଼ ସବୁ ସେ କଥା, ତମ ହୃଦୟ ଚିତ୍ତ ଆଗେ ଶୋଧନ ହଉ। ତମେ ତ ଜୀବାତ୍ମା, ତମେ ତ ହୃଦୟରେ ଅଛ। ହୃଦୟରେ ବହୁତ ମଳିଆ ଅଛି। ସେ ମଳିଆ ଗୁଡ଼ାକ କାଟିକି ଆଗେ ଚିତ୍ତ ଶୋଧନ କର। ତମ ଜୀବାତ୍ମା ଶକ୍ତି ଜାଗ୍ରତ ହଉ। ଆମେ ନିରାକାର ପୂଜାଟା ଠିକ ନା ସାକାର ପୂଜାଟା? ସବୁ ଠିକ। ତମେ ଆଗେ ସାକାରର ପୂଜା କରିକି ନିରାକରକୁ ଯିବ। ତମେ ମୋତେ କୁହନି, ତମେ ତ କହିଲ ତମେ ହେଲ ଜୀବାତ୍ମା। ବର୍ତ୍ତମାନ ତମେ ଜୀବାତ୍ମା ବୋଲି ସେ ଭାବ ଅଛି କି ତମର? ତମ ନାଁ କ'ଣ କୁହ? ଦିବାକର। ତ ନାତି ଆସିକି କହିବ, କିମ୍ବା ତୁମର ଜଣେ ସାଙ୍ଗ କହିବ, ହୋ ଦିବାକର ଭାଇ, ତୁମେ କ'ଣ କହିବ? ଓ କହିବ ନା ନାହିଁ? କାହିଁକି ତୁମେ ଯେଉଁ ଜବାବ ଦେଲ? ତୁମେ ଯଦି ଜୀବାତ୍ମା, ଦିବାକର ତାହେଲେ କିଏ ସେ? ବର୍ତ୍ତମାନ ତୁମେ କହୁଛ ମୁଁ ଜୀବାତ୍ମା ନାହିଁ, ମୁଁ ହେଉଛି ଦିବାକର। ତୁମର ବର୍ତ୍ତମାନ ଭାବନା ଅଛି କ'ଣ? ମୁଁ ଦିବାକର। କ'ଣ ବୁଝିପାରିଲେ ନା? ମୁଁ ଦିବାକରକୁ ଛାଡ଼ିକି ଯେତେବେଳେ ମୁଁ ଦିବାକର ନୁହେଁ ଜୀବାତ୍ମା, ସେ ଭାବ ଯେତେବେଳେ ଆସିବ ସେତେବେଳେ ହେବ ନା। ଆଉ ଭାବେ ନ ଲଭତେ ଜ୍ଞାନଂ ଭାବେ ନ ଦେବ ଦର୍ଶନಂ ଭାବେ ନ ପରମଂ ଜ୍ଞାନଂ ତସ୍ମାତ୍ ଭାବାବଲମ୍ବନಂ ବହୁ ଜପାତ ତଥା ହୋମାତ୍ କାୟ କ୍ଲେଶ ଦିବିସ୍ତରୈଃ ନ ଭାବେ ନ ବିନା ଦେବା ଯନ୍ତ୍ର ମନ୍ତ୍ର ଫଳପ୍ରଦାଃ ସଦାନନ୍ଦ ପ୍ରଦାୟିନୀ ବିଭାତି ଶୁଦ୍ଧ ଭାବନା ସदैव ଦୁଃଖଦାୟିନୀ ଭବେ ଚ ଦୁଷ୍ଟଧା ଭାବନା ন ନିଷ୍ଫଳା ଭବେଦ୍ୟତଃ କଦାପି କୋପି ଭାବନା ଯଥା ମୈତ୍ରୀ ତଥା ଗତି ବଦନ୍ତି ବେଦବାଦିନ। ଅର୍ଥାତ୍ ତମର ଭାବ ଯେତେବେଳେ ବଦଳିଯିବ, ଭାବ କେତେବେଳେ ବଦଳିବ? ହୃଦୟ ଯେତେବେଳେ ଶୋଧନ ହେବ, ଚିତ୍ତ ଯେତେବେଳେ ବିଶୁଦ୍ଧ ହୋଇଯିବ, ସେତେବେଳେ ଭାବର ପରିବର୍ତ୍ତନ ହୋଇଯିବ। ତୁ କିଏ ହେଲେ ଜୀବାତ୍ମା କହିବା ବୋଲେ ଜୀବାତ୍ମା ତୁମେ କହିବ କ'ଣ? ସେ ତ ଭାବ ତ ହେଇଯିବ ଆଉ। ଶୁଣ ମୁଁ କହୁଛି, ଭାବ ଯେତେବେଳେ ବଦଳିଯିବ, ଭାବନା ଯେତେବେଳେ ବଦଳିଯିବ, ପଥର ବି ପାଣି ହେଇଯିବ। ବୁଝିଲେ? ପଥର ବି ପାଣି ହେଇଯିବ। ତୁମ ଭାବରେ ସବୁକିଛି, ସବୁ ଅଲୌକିକ ଶକ୍ତି ତୁମର ପାଖରେ ଆସି ପହଞ୍ଚିଯିବ। ମୁଁ ଗୋଟେ ଛୋଟ କଥା କହୁଛି, ଆମେ କଳିଯୁଗରେ କ୍ରୀତଦାସ ପ୍ରଥା ଥାଏ। କ୍ରୀତଦାସ ମାନେ ତୁମକୁ କିଣି ନେଇଯିବେ, ତୁମେ ତା'ର କୁକୁର ବିଲେଇ ଭଳିଆ ତୁମେ ତା'ର ଚାକର। ଗୋଟେ ରଜା ଆଉ ଗୋଟେ ରାଣୀ, ସେ ରାଜ ଦରବାରରେ ରାଣୀ କ'ଣ କଲା, କିଛି କ୍ରୀତଦାସୀ ଥିଲେ। ଗୋଟେ ଦାସୀକି କହିଲା, ଯା ସେ ଯେଉଁ ରୋଷେଇ ଘରକୁ ତୁ ନିପା ପୋଛା କରିବୁ, ଆଜି ଜନ୍ମାଷ୍ଟମୀ, ମୁଁ ଆଜି କ୍ଷୀରି କରିବି, କ୍ଷୀରି କରିକି ମୋ ଠାକୁରଙ୍କୁ ଭୋଗ ଦେବି। କ୍ରୀତଦାସୀ ଗଲା, ତାକୁ ଲିପିଲା। ସେଠି ଅଛି ମୁଣ୍ଡା ମୁଣ୍ଡା ସବୁ ବନମାଟି, ବନମାଟିକି ମାଟି ଆଟିକାରେ ଚକୁଡ଼ି ଦେଲା। ସେ କ୍ଷୀରି ଭଳିଆ ଦେଖାଉଛି। ସେ ମାଟି ଆଟିକାରେ ସେ ବନମାଟିକି ଦେଖିକି ସେ ବସି ଯାଇକି ଭାବୁଛି, ମୁଁ କେଡ଼େ ଅଭାଗିନୀ, ମୋ ଜୀବନରେ ଆଉ ଭାଗ୍ୟରେ ଜୁଟିବନି ପ୍ରଭୁଙ୍କୁ ଟିକେ ମୁଁ ଦର୍ଶନ କରିମି ବୋଲିକି। କି ପ୍ରଭୁଙ୍କର ସେବା, ଶ୍ରୀକୃଷ୍ଣଙ୍କ ସେବା କରିବା ପାଇଁ ଭାଗ୍ୟରେ ଜୁଟିବନି, ମୁଁ ତ କିଣା ଚାକରାଣୀ ନା। ତେଣୁ ମୁଁ ଟିକେ ଠାକୁରଙ୍କୁ ଟିକେ କ୍ଷୀରି ଦେଇଥାନ୍ତି, ସେଠି ବି ମୁଁ ଦେଇପାରିବିନି। ରାଣୀ ପୂଜା କରୁଛନ୍ତି, କ୍ଷୀରି ଦେବେ, ମୁଁ ବି ଦେଇପାରୁନାହିଁ। ଏମିତି ବିଭିନ୍ନ ପ୍ରକାର ଭାବନା କରିକି ଭାବନା ତା'ର ଅନ୍ତର୍ମୁଖୀ ହୋଇଯାଇଛି। ଯେହେତୁ ଅନ୍ତର୍ମୁଖୀ ହେଇଛି, ରାଣୀ ଆସି ପହଞ୍ଚିଲା ବେଳକୁ ନିପା ହେଇନି। ସେଠୁ ରାଣୀ କ'ଣ କଲା ନା, ମାଲା ଧରି ଗୋଇଠାଟେ କହିଲା, ତୁ କ'ଣ ଘର ଏପର୍ଯ୍ୟନ୍ତ ଲିପିନୁ? ସେଠୁ ସିଏ କ'ଣ କଲା, ହାମ୍ବୁଡ଼ିକି ପଇଲା କେଉଁଠି? ହାଣ୍ଡିରେ। ହାଣ୍ଡିଟି ଭାଙ୍ଗଲା। ଭାଙ୍ଗଲା ବେଳକୁ ତତଲା କ୍ଷୀରି ଗୁଡ଼ା ସବୁ ହୋଇଯାଉଛି। ଚିନ୍ତା କରି ଦେଖ,
ଯେ ବନ ମାଟିଟା ତତଲା କ୍ଷୀରି ବୋହି ଯାଉଛି ତାମାନେ ମାଟି ହେଇଗଲା କ୍ଷୀରି ତାମାନେ କ'ଣ କାହା ଦ୍ୱାରା ଭାବ ଦ୍ୱାରା ରାଣୀ ସେଇଠୁ ଗୋଡ଼ ତଳେ ପଡ଼ିକି ପଚାରିଲା କ'ଣ ତୁ ଜାଣିଛୁ କହ ଦାସୀ କହୁଛି ମା ମୁଁ କିଛି ଜାଣିନି କେବଳ ଏଇ କଥାଟାକି ମୁଁ ଚିନ୍ତା କଲି ଯେ ମୁଁ ଅଭାଗିନୀ ଟିକେ ଠାକୁରଙ୍କୁ କ୍ଷୀରି ଦେଇପାରିବିନି ଏଇଆ ଭାବିଥିଲି ତେଣୁ ତୁମେ ଯେତେବେଳେ ମୋତେ ଆସିକି ମାରିଲ ଏ ତ କ୍ଷୀରି ଗୁଡ଼ା ବୋହିଯାଉଛି ତାମାନେ କ'ଣ ଭାବ ଦ୍ୱାରା ସବୁ ହେବ ତେଣୁ ଚିତ୍ତ ଯେତେବେଳେ ଶୋଧନ ହେଇଯିବ ହେଲା କି ପ୍ରଭୁ ବଳେ ବଳେ ଆସିକି ପହଞ୍ଚିବେ ତୁମକୁ ପ୍ରଭୁଙ୍କୁ ଡାକିବା ପାଇଁ ପଡ଼ିବନି ପ୍ରଭୁ ବଳେ ପହଞ୍ଚିଯିବେ ମୁଁ ଗୋଟେ ଉଦାହରଣ ତୁମକୁ ଦେଉଛି ଶୁଣ ଦୁଇଟା ଜମି ଗୋଟେ ଜମିକି ସିଏ କ'ଣ କଲା ନା ଜଣେ ତା'ର ଟାଙ୍ଗରା ଭୁଇଁ କରିଦେଇଛି ଆଉ ଜଣେ ସୁନ୍ଦର ସୁନ୍ଦର ଘାସ ଲଗାଇ ଦେଇଛି ପୁଳେ ଗାଈକି ଛାଡ଼ିଦିଅ ଗାଈ କେଉଁଠିକି ଯିବ କୁହ ତୁମେ ନିମନ୍ତ୍ରଣ କର ନ କର କିନ୍ତୁ ଯେଉଁଟା ଟାଙ୍ଗରା ଭୂମି ଯାହାର ସିଏ ଗୋଟେ ନିମନ୍ତ୍ରଣ ପତ୍ର ବାନ୍ଧି ଦେଇଛି ଏଇଠିକି ଆସ କିନ୍ତୁ ଇଏ ନିମନ୍ତ୍ରଣ ପତ୍ର ବାନ୍ଧି ନାହିଁ କିନ୍ତୁ ଗାଈ କେଉଁଠିକି ଯିବ ଯେଉଁଠି ଥିବ ନା ଏବେ ବୁଝିପାରିଲ ନା ଭଗବାନଙ୍କୁ ଡାକିବା ଦରକାର ନାହିଁ ତୁମେ କ'ଣ ଭଗବାନଙ୍କୁ ଡାକିବ ବୁଝିଲ କି କେଉଁ ଶିକ୍ଷା ଦୀକ୍ଷା କେ ଦେବ ଶକ୍ତି ଅଛି କାହାର ଦୟାନିଧି ପରା ରହିଛି ତୋର ହୃଦ ମନ୍ଦିର ଯେତେବେଳେ ଚିତ୍ତ ବିଶୁଦ୍ଧ ହେଇଯିବ ସେତେବେଳେ ବୁଝିଲ କି ଗାଈଆଳ ଗାଈକି ଅଡ଼େଇ ଆଣି ଭର୍ତ୍ତି କରିଦେବେ ଏଠି ବୁଝିଲ କି ପରମାତ୍ମା ଗାଈଆଳ ବୁଝିଲ କି ପ୍ରାଣ ରୂପକ ଗାଈକି ଆଣିକି ହୃଦୟରେ ନିଶ୍ଚିନ୍ତ ସେ ବିଶୁଦ୍ଧ ଯେତେବେଳେ ହେଇଥିବ ହେଇଯିବ କ୍ଷେତ୍ରରେ ମଞ୍ଜି ବପନ ହେଇଯିବ ତେଣୁ ପ୍ରଥମ କର୍ତ୍ତବ୍ୟ ଲୋକ ବୁଝିପାରୁନାହାନ୍ତି ବହୁତ ଲୋକଙ୍କୁ କହୁଛି ଏରେ ତୁମେ ଆଗେ ନିଜର ଚିତ୍ତଟାକୁ ଶୋଧନ କର ଚିତ୍ତ ବିଶୁଦ୍ଧ ହେଇଯାଉ ଚିତ୍ତ ବିଶୁଦ୍ଧ ଗୋଟେ ଦର୍ପଣ ଦେହରୁ ତୁମେ ଯେତେବେଳେ ମଳିଟାକୁ ସଫା କରିଦେବ ବଳେ ବଳେ ତୁମ ରୂପଟା ଦେଖାଯିବନି ନା ତୁମକୁ କିଏ କାହିଁକି ରୂପ ଦେଖିବା ପାଇଁ କହିବ ତେଣୁ ଚିତ୍ତ ଶୋଧନ କରନା ଆଜ୍ଞା କୁଣ୍ଡଳିନୀ କେମିତି ଜାଗ୍ରତ ହେବ ମୁଁ ବୋଲିକିରି କୁଣ୍ଡଳିନୀ ବଳେ ଜାଗ୍ରତ ହେବ କୁଣ୍ଡଳିନୀ ଜାଗ୍ରତ ହେବା ପାଇଁ ତୁମେ ତାର ଯେଉଁ କର୍ମ ଗୁଡ଼ାକ ଅଳିଆ ଗୁଡ଼ାକ ସଫା କର ନାଇଁ କିଏ କହୁଛି ଆକାଶରେ ଉଡ଼ିଲେଣି କିଏ କହୁଛି ମୋତେ ଶବ୍ଦ ହେଲାଣି କିଏ କହୁଛି ଏମିତି ଆଣି ବହୁତ ୟୁଟ୍ୟୁବରେ ମୋ ପାଖକୁ ପଠାଉଛନ୍ତି ମୋତେ ମନେ ମନେ ହସ ମାଡ଼ୁଛି କିରେ ତୁମେ ଏତେ କଥା ତୁମେ ଆଗେ ମୂଳ କଥା କରୁନା ଜଣେ ସ୍ତ୍ରୀ ଲୋକ ମୋତେ ପଚାରିଲା ଆଜ୍ଞା ମୋର ଦୁଇଟା ଚକ୍ର ଆକ୍ଟିଭେଟ୍ ହେଲାଣି କେଉଁଠି ଆଧାର ଚକ୍ର ଲିଙ୍ଗ ଚକ୍ର ମୋର ଆକ୍ଟିଭେଟ୍ ହେଇଯାଇଛି ଟିକେ ନାଭି ଚକ୍ର କେମିତି ଆକ୍ଟିଭେଟ୍ ହେବ ମୁଁ କହିଲି ମା ତୋ ଚକ୍ରଟା ଆକ୍ଟିଭେଟ୍ ହେଲା ବୋଲି ଜାଣୁଛି କେମିତି ନାଇଁ ଚକ୍ର ଆକ୍ଟିଭେଟ୍ ହେଇଛି ମୋତେ କହୁଛନ୍ତି ସବୁ ମଙ୍ଗଳା ମା ପାଖକୁ ଯାଇଥିଲି ମଙ୍ଗଳା ମା ମନ୍ତ୍ର ଦେଇଥିଲା ମୁଁ ଜପ କରୁଛି ସେଇଥିରେ ମୋ ଚକ୍ର ଆକ୍ଟିଭେଟ୍ ହେଇଯାଇଛି ଆରେ ମଙ୍ଗଳା ମା କି ମନ୍ତ୍ର ଦେଇଛି ନା ସେ ଗୋଟେ ହନୁମାନ ମନ୍ତ୍ର ସାବରୀ ତନ୍ତ୍ର ସେଇଟା ଅମକ କର ଧମକ କର ସାବରୀ ତନ୍ତ୍ର ସେଇ ମୁଁ ନେଇ ସାବରୀ ତନ୍ତ୍ରଟା ଯେ ତନ୍ତ୍ରରେ ତୋର କୁଣ୍ଡଳିନୀ ଆକ୍ଟିଭେଟ୍ ହେଇଯାଉଛି ଏଇଟା ତାନ୍ତ୍ରିକ ମନ୍ତ୍ର ମୁଁ ମା କିଛି କହିପାରିବିନି ସେ ବିଷୟରେ ମୁଁ ସେ ବିଷୟରେ ଜାଣିନି ତୋତେ କହିବି କେମିତି ତୁ ତୋର ଯା ତୋତେ ଯିଏ କହିଛି ଆକ୍ଟିଭେଟ୍ କରିବା ପାଇଁ ତାକୁ ପଚାର ତାର ଯଦି ପୁଣି ଆଉ ନାଭି ଚକ୍ର ଉପରୁ ତାର ଆକ୍ଟିଭେଟ୍ କରିବ ତାକୁ କରିଦେବ ତମେ ସେଇଠିକି ଯା ମୁଁ ତ ଜାଣିନି ଆଉ କହିବି କେମିତି ତେଣୁ ଗୋଟେ କଥା ହେଉଛି ସବୁ ଛାଡ଼ ବୁଝିଲେ କି ମୁଁ କାହାକୁ ଯିଏ ମୁଁ ମୂଳରୁ କହିଛି ଯିଏ ଯେଉଁ ଗୁରୁର ଶିଷ୍ୟ ହୁଅ ଯିଏ ଯେଉଁ ଗୁରୁକୁ ଧର ମୁଁ ଗୋଟିଏ କଥା କହିବି ମୁଁ ପରାମର୍ଶ ଦେବି ପରାମର୍ଶରେ ତୁମେ ବାଟ ଚାଲ ତୁମର କାମ ହେବ କ'ଣ ନା ଗୁରୁ ଯେଉଁ ଅକ୍ଷର ଦେଇଛନ୍ତି ଗୁରୁ ଯେଉଁ ଦୁଇ ଅକ୍ଷର ଜୀବ ପରମ ହେତୁ କର ଆସୁଛି ଯାଉଛି ବାରଣ ନହୁଛି ଆସୁଛି ଯାଉଛି ବାରଣ ନହୁତି ମରାଦି ଅକ୍ଷରେ ତାଙ୍କ ବିହାର ସଦଗୁରୁ ସେବା ତୁ କର ଯେବେ ଭବାନବୁ ହୋଇବୁ ପାର ସଦଗୁରୁ ସେବା ତୁ କର ତେଣୁ ଗୁରୁ ଯେଉଁ ଦୁଇଟା ଅକ୍ଷର ଦେଲେ ସେଇଟାକୁ ନିକିଟେକି ଆଗେ ମନ୍ତ୍ର ସିଦ୍ଧି କରିଦିଏ ତାପରେ ଯେଉଁ କଥା ଗୁରୁ ମନ୍ତ୍ର ସିଦ୍ଧ ମନ୍ତ୍ର ଦେଇଛନ୍ତି ଯେ ତଥାପି ଆମକୁ ସିଦ୍ଧି କରିବା ପାଇଁ ପଡ଼ିବ ମନ୍ତ୍ର ସିଦ୍ଧି ଲକ୍ଷଣ ଯେତେବେଳେ ଦେଖାହେବ ସେତେବେଳେ ଯାଇକି ତୁମେ ଠିକ୍ ଆସିବ ଆଉ ମନ୍ତ୍ର ସିଦ୍ଧି ନହେଲେ କିଛି ହେଇପାରିବନି ମନ୍ତ୍ର ସିଦ୍ଧିଟା ମୂଳ ଦରକାର କେଉଁ ମନ୍ତ୍ର ଗୁରୁ ମନ୍ତ୍ର ହେଲେ ସବୁ ପାଇଯିବ ଗୁରୁ ମନ୍ତ୍ର ସିଦ୍ଧି କରିବା ପାଇଁ କ'ଣ କରିବା ବାରମ୍ବାର ଜପ କରିବ ଦିନ ରାତି 24 ଘଣ୍ଟା ଦିନ ରାତି 24 ଘଣ୍ଟା ଖାଇଲେ ପିଇଲେ ବସିଲେ ଶୋଇଲେ ଉଠିଲେ ସବୁ ସମୟରେ ଆମେ ବାରମ୍ବାର ମନନ କରିବା ଏଥିରେ ନିୟମ କିଛି ନାହିଁ ମାନସ ଜପ ମନେ ମନେ ସେଇ ଗୋଟାକରେ ଧ୍ୟାନ ରଖ ସବୁ ହେଇଯିବ କରିପାରିବ ଯଦି ପାରିବ କହିବା ସହଜ କରିବା ଭାରି କଷ୍ଟ ବୁଝିପାରୁଛ ଥରେ ମୂଷାମାନେ ସବୁ ବସିକି ବିଚାର କଲେ କ'ଣ କହିଲେ କୁହନି କହିଲେ ବିଲେଇଟା ଗୋଟେ ବଡ଼ ବଦମାସ ସେ ଆସିକି ଆମ ସେମିତି ଖାଇଯାଉଛି ଚାଲ ଆମେ ଗୋଟେ କଥା କରିବା ସେ କେତେବେଳେ ଆସୁଛି ଆମେ ଜାଣିପାରୁନାହାନ୍ତି ଆମେ ତାକୁ ସେ ଗାଁ ପୁରୀ ମାଡ଼ି ବସି ନେଇ ଖାଇଦେଉଛି ନା ନା ଶୁଣ ସେଇଥିପାଇଁ
ଆମର ଶ୍ରୀ ଶ୍ରୀ ଦୟାନନ୍ଦ ପ୍ରଭୁଦେବ କହିଲେ ଗୁପ୍ତା ଯେ ମୁକ୍ତା ପ୍ରକଟା ଯେ ନଷ୍ଟା। ତୁମେ ସବୁ କଥା କୁହ ହେଲା କି, ଯାହା କରୁଛ ସେଟାକୁ ଗୁପ୍ତରେ ରଖ। ବୁଝିପାରୁଛ କି? ଗୋଟେ ସତୀ ସ୍ତ୍ରୀ ସେ ସବୁ ପୁରୁଷଙ୍କ ସାଙ୍ଗରେ କଥାବାର୍ତ୍ତା କରିବ, କିନ୍ତୁ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ଯେଉଁ କଥା ହୁଅନ୍ତି ସେ କଥାଟା ଆଉ କାହା ସାଙ୍ଗରେ ହେଇପାରିବନି। ଏବେ ବୁଝିବ, ଭକ୍ତ ହେଉଛି ସତୀ ସ୍ତ୍ରୀ, ତେଣୁ ସ୍ୱାମୀ କିଏ? ସେ ତା'ର ଗୁରୁ। ତେଣୁ ଗୁରୁ ଶିଷ୍ୟଙ୍କ ଭିତରେ ଯେଉଁ ଅନ୍ତର କଥା ସେଇଟା ଅନ୍ୟ କାହାକୁ ସେ କହିପାରିବନି। ମୁଁ ୟୁଟ୍ୟୁବରେ ସବୁ କଥା ଛାଡ଼ୁଛି, କିନ୍ତୁ ଅସଲ କଥା କାହାକୁ ଛାଡ଼ୁନି। କେମିତି ଛାଡ଼ିବି? ମୋ ଗୁରୁ ଶିଷ୍ୟ କଥା ମୁଁ କେମିତି ଛାଡ଼ିବି? ଛାଡ଼ି ହେବନି। ଆଉ ଯେଉଁମାନେ ଅନ୍ୟ ଗୁରୁ ଶିଷ୍ୟ ହେଇଥିବେ ସେ ମୁଁ ଠାର ଦେଇଦେଉଛି, ଯଦି ଜାଣିଥିବେ ସେ ତାଙ୍କର ବୁଝିକି ତାଙ୍କ ବାଟରେ ସେ କରିବେ। ଆଉ ଯଦି ନ କରିପାରିବେ ଏଠିକି ଆସିଲେ ମୁଁ ବି ବୁଝିଦେବି, କିନ୍ତୁ ମୋ ବାସ୍, କିନ୍ତୁ ମୋ ପଥର ଅନୁଗାମୀ ନହେଲେ ମୁଁ କେମିତି କହିବି? ଏଇଟା ମୋ ଗୁରୁଙ୍କର ନିୟମ ନାହିଁ, ମୁଁ କେମିତି କହିବି? ତେଣୁ ଏଇ ଯେମିତି ଗାଜୁରୀ ମେଚେ ଖଣ୍ଡ କହିଗଲା ଗାୟତ୍ରୀ ମାତ୍ରୀ ଭଲ ମନ୍ଦ ହେନ୍ ତେନ୍, କିନ୍ତୁ ଯେତେବେଳେ ବିଶ୍ୱମ୍ବର ବାବା ଗାୟତ୍ରୀ ତତ୍ତ୍ୱକୁ ଛାଡ଼ିଛି ତା କ'ଣ ସେ କଥା ଅମାଲମ? ଆରେ ମୂର୍ଖ, ତୁ ସେତିକି ବୁଝିପାରୁନୁ? ବିଶ୍ୱମ୍ବର ବାବା ଯେତେବେଳେ ଗାୟତ୍ରୀ ତତ୍ତ୍ୱ ଛାଡ଼ିଲା ତା କ'ଣ ସେଟା ଅମାଲମ? ତୁ ବହିଟାକୁ ପଢ଼ିଦେଉଛୁ, ପଢ଼ା ପାଠେ ନାହିଁ ଅକ୍ଷର ନୁହଁ ଅଜପା ଜ୍ଞାନ ଏ ଗୁରୁ ସୂତ୍ର, ଏ ତତ୍ତ୍ୱ ନ ଜାଣି ମାଳା କୌପିନି ଭେକବାନା ବହି ଭାବି ଅର୍ଥ କହେ ଦୟାନିଧି, କହେ ଦୟାନିଧି ଏହି ସୂତ୍ରେ ଦେଇ ଅଛି ବୁଦ୍ଧି, କହେ ଦୟାନିଧି, କହେ ଦୟାନିଧି। ତେଣୁ ତୁମେ କହୁଛ ଯେତେବେଳେ ଗାୟତ୍ରୀ ତତ୍ତ୍ୱ ରହସ୍ୟ ଯେତେବେଳେ କହିସାରିଲାଣି ତାକୁ କ'ଣ ତାକୁ ଅନ୍ୟ କିଛି ମନ୍ତ୍ରଟା ଜଣାନି? ତେଣୁ ଗୋଟେ କଥା ହେଉଛି ଲୋକ କେହି କିଛି ବୁଝିପାରିବେନି, ନ ବୁଝନ୍ତୁ। ଏଇଆ କଥା କ'ଣ, ମୋର ଧର୍ମ ହେଲା ବୁଣିଯିବା। ୟୁଟ୍ୟୁବରେ ମୁଁ କୋଟି କୋଟି ଲୋକଙ୍କ ପାଖକୁ ବୁଣି ଯାଉଛି, ତାହା ଭିତରୁ ଯିଏ ଜାଣିବାର ଥିବ ସିଏ ଜାଣିବ। କ'ଣ ବୁଝିପାରିଲେ ନା? ଯିଏ ପ୍ରକୃତ ବିଜା ସାପ ହେଇଥିବ ସିଏ ପଦ୍ମତଳା ଶୁଣିବ, ଅବିଜା ସାପ ଶୁଣିବ କେଉଁଠି ଧଣ୍ଡମଣ୍ଡ, ସିଏ ତାର ପଳେଇବ। ସେମିତି ମୁଁ ବିଜା ସାପଙ୍କ ପାଇଁ ଛାଡ଼ୁଛି ଏଠି। ସତଗୁଣୀ କ୍ଷଣେ ଶୁଣିବା ମାତ୍ରକେ ହୃଦୟ ଧାରଣେ କ୍ଷମ, ତମ ଗୁଣୀ ଚିର କାଳ ଶୁଣି ଶୁଣି ବୁଝି ନ ପାରେ ତା ମର୍ମ। ତେଣୁ ମୁଁ ତମ ଗୁଣୀମାନଙ୍କ ପାଇଁ ଛାଡ଼ିନି। ତମ ଗୁଣୀମାନେ ତାଟକା ହେଇକି ଶୁଣିବେ କ'ଣ ଗୋଟେ କହୁଛି କି ତ ଆମ ମୁଣ୍ଡରେ ପଶୁଟେ, କିନ୍ତୁ ସତଗୁଣୀ ସାଙ୍ଗେ ସାଙ୍ଗେ ଫଣା ଟେକିବ, କହି ଏ କଥାଟା ତ ଠିକ୍, ଏ କଥା ତ ସେ ଠିକ୍ କହୁଛନ୍ତି, କଥାଟା ବୁଝିପାରୁଛ ନା? ତେଣୁ ମୁଁ ଆପଣମାନଙ୍କ ଭଳି ସତଗୁଣୀ ଲୋକଙ୍କ ପାଖକୁ ଛାଡ଼ିଛି। ସେ ଜିନିଷଟାର ମହତ୍ତ୍ୱ ଆପଣମାନେ ନ ଜାଣିଥିଲେ ଏ ଶହ ଶହ କିଲୋମିଟର ଏଠିକି କେମିତି ପଳେଇ ଆସିବେ? ତାର କାରଣ କ'ଣ? ତା ମର୍ମଟା ଆପଣ ଜାଣିଛ। କିନ୍ତୁ ମନେ ରଖ, ତୁମେ ଯେତେ ମନ୍ତ୍ର ଯନ୍ତ୍ର ଯାହା କର ନା କାହିଁକି, ସ୍ମରଣ ଶକ୍ତି ବୃଦ୍ଧି ହେବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ପବନକୁ ଗତିକି ଯେତେ କମେଇବ। ପବନ ଗତି ଯାଉଁ ଯାଉଁ କମିଯିବ, ତୁମର ପ୍ରଜ୍ଞା ସ୍ଥିର ହେଇଯିବ, ସ୍ଥିତ ପ୍ରଜ୍ଞ ତୁମେ ହେଇଯିବ। ଅଟୋମେଟିକ୍ ଜ୍ଞାନ ବୁଦ୍ଧି ସ୍ମରଣ ଶକ୍ତି ସବୁ ହେଇଯିବ, ଆଉ ରହିବ ନା? କିନ୍ତୁ କରିବା ହେଲା, ଫର୍ମୁଲାଟା ଧର, କାମ କର। ଫର୍ମୁଲା ଧରି କାମ କରିଚାଲ, ଆଉ ସମୟ ନାହିଁ। କାହିଁକି? ଦେଖ, ଏ ବୁଢ଼ା ଶୁଆ ପକ୍ଷେ ଶିକ୍ଷାଟି ହୁଏ ନାହିଁ ସମ୍ଭବ, ସେହିପରି ବୃଦ୍ଧ ବୟସେ ଧର୍ମ କଥା ଜାଣିବ। ବୁଢ଼ା ବୟସରେ ଧର୍ମ କଥା ହେଇପାରିବନି, ଟୋକା ବୟସରୁ ଟୁକ ଚିକ। କାହିଁକି ନା ଭାଗବତ କହିଛି କ'ଣ? ବୟସ ତୃତୀୟ ପ୍ରାପତେ ବନେ ଚଳିବ ତପ ଅର୍ଥେ, କହିନାହିଁ କି? ତା ମାନେ କ'ଣ କୁହ? 51 ବିଷୟରେ ବୟସ ତୃତୀୟ ପ୍ରାପତ ହେବ। ତୁମ କଥା ଅନୁସାରେ ବୟସ ତୃତୀୟ ପ୍ରାପତ କିଏ ବର୍ତ୍ତମାନ କହୁଛି ଶୁଣ। ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ 4ଟି ବୟସ ଭୋଗ କରନ୍ତି। କିଏ ସେ? ଗୋଟିଏ ବାଲ୍ୟ, ଗୋଟିଏ ପୌଗନ, ଗୋଟିଏ ଯୌବନ, ଗୋଟିଏ ଜରା। ହେଲା, ବାଲ୍ୟ ବୟସ କେତେବେଳେ ନା ଲାଳୟତ 5 ବର୍ଷ ଆଣି, ଜନ୍ମରୁ 5 ବର୍ଷ ହେଉଛି ବାଲ୍ୟ ବୟସ। 10 ବର୍ଷାଣି ତୁ ସ୍ତାଡ଼ୟତ, 5ରୁ 12 ବର୍ଷ ହେଉଛି ପୌଗଣ୍ଡ ବର୍ଷ। ହେଲା, 5ରୁ 12 କେତେ ହେଇଗଲା? ପୌଗଣ୍ଡ। ଆଚ୍ଛା, 13ରୁ 40 ହେଉଛି ଯୌବନ ବର୍ଷ। ତେଣୁ ବାଲ୍ୟ 1 ପ୍ରଥମ, ପୌଗଣ୍ଡ ଦ୍ୱିତୀୟ, ବାଲ୍ୟ ହେଲା ତୃତୀୟ ବୟସ। ତୃତୀୟ ବୟସ ଆରମ୍ଭ ହେଲା କେତେବେଳେ ନା 13 ବର୍ଷରୁ। ବୟସ ତୃତୀୟ ପ୍ରାପତେ, ଅର୍ଥାତ୍ 12 ଯାଇକି ଯେତେବେଳେ 13 ବର୍ଷ ପ୍ରବେଶ କରିବ ବନେ ଚଳିବ ତପ ଅର୍ଥେ। 13 ବର୍ଷରେ ତୁମେ ବନକୁ ଯା। 51 କ'ଣ କହୁଛ? 51 ଲେଖିଛନ୍ତି ଇଏ ଗୃହୀତ ମାନଙ୍କ ପାଇଁ। ଆପଣଙ୍କ ନା, ବର୍ତ୍ତମାନ ଦେଖ, ଆମେ ପରୀକ୍ଷା କରି ଦେଖ, ଆମେ 4ଟା ବୟସ ଭୋଗ କରୁନୁ, ବାଲ୍ୟ, ପୌଗଣ୍ଡ, ଯୌବନ, ଜରା। ତେଣୁ ବାଲ୍ୟ ଗଲା 1ରୁ 5,
ପୌଗଣ୍ଡ ଗଲା 6ରୁ 12। ତମେ ବନବାସ ଯାଇଛ ନା? ତମେ ବନବାସ ହେଇଛ ନା? ବନବାସ ହେଇଛ ନା? କେତେ ବର୍ଷ? କେତେ ବର୍ଷରେ କାନେ ହଉ ଠିକ୍ ଅଛି ମୁଁ ହଉଛି ହଁ ସେ କଥା ଭିତରେ ବି ଅଛି ନା ଶୁଣ 12 ବର୍ଷ ତ ବନବାସ, 12 ବର୍ଷ ବିଦେଶ କୋଉଠି ମାଟି ଖୋଇ କୋଉଠି କାମ କରି କ'ଣ କମିଲି ବା ବିଦେଶ ସେଇଟା ବନବାସ। ବନବାସ ଶୁଣ ମୋ କଥା ସେ ଟିକେ ବନବାସ ଏଇ ବନବାସକୁ ଆସ ବାହାର ଦେଖେଇଦେଲି ଭିତରେ ମଧ୍ୟ ଅଛି। ଭିତରେ ଶୁଣ। ତେଣୁ ବୟସ ପ୍ରଥମ ବର୍ଷ ହେଲା 1ରୁ 5, ଦ୍ୱିତୀୟ ବୟସ ହେଲା 6ରୁ 12, ତୃତୀୟ ବୟସ ହେଲା 13ରୁ 40, 13ରୁ 40 ହେଲା ଯୌବନ ବର୍ଷ। ଯୌବନରେ ଲହରଟା ଅଧିକ ମାରେ। ଭାଗବତ କହୁଛି ଏହି ସମୟରେ ଯଦି ତୁମେ ଇନ୍ଦ୍ରିୟ ଦମନ କରିବ ତୁମେ ହେଇଯିବ ଶ୍ରେଷ୍ଠ ଗୁରୁ, ଶ୍ରେଷ୍ଠ ଯୋଗୀ। ତେଣୁ ବୟସ ତୃତୀୟ ପ୍ରାପତେ 13 ବର୍ଷ ଯେତେବେଳେ ପ୍ରବେଶ କରିବ ସେହି ସମୟରେ ତୁମେ ବନକୁ ପଳାଇବ। ଆଚ୍ଛା କେମିତି ବନକୁ ଯିବ? ଯଦି ବିବାହ ନ କରିଥାଅ, ଆଚ୍ଛା ଯଦି ବିବାହ କରିଦେଇଛ 13 ବର୍ଷ ପାସ୍ ହେଇଗଲା, ବିବାହ ବନ୍ଧନକି ତୁମେ ଛନ୍ଦି ଦେଇଛ, କ'ଣ ହେବ ନା ପୁଅଟିଏ ଜନ୍ମ ହେବା ପାଇଁ ଅପେକ୍ଷା କର। ପୁଅଟିଏ ଜନ୍ମ ହେଲେ କ'ଣ ହେବ ନା ପୁତ୍ର ନିବେଶୀ ପତ୍ନୀ ପାଶେ ସେ ପୁଅଟାକୁ ସ୍ତ୍ରୀ ପାଖରେ ଛାଡ଼ି ଦିଅ, କାହିଁକିନା ତୁମର କର୍ତ୍ତବ୍ୟ ଅଛି। ଯେହେତୁ ତୁମେ ବିବାହିଛ, ସ୍ତ୍ରୀକି ପୋଷିବା ତୁମର ହେଉଛି କର୍ତ୍ତବ୍ୟ ସାଂସାରିକ ନିୟମରୁ। ସେ ସ୍ତ୍ରୀକି ପୋଷିବାକୁ ଦାୟିତ୍ୱ ପୁତ୍ରକୁ ଦେଇକି ତୁମେ ଯାଅ ଯଦି ବିବାହିଛ। ଆଉ ଯଦି ପୁତ୍ର ନଥିଲେ, ପୁଅ ନାହିଁ, ଝିଅ ହେଇଯାଇଛି, ଝିଅମାନଙ୍କୁ ବାହାର କର ଘେନି ସଙ୍ଗେ ତାକୁ ସାଙ୍ଗରେ ନେଇକି ଯିବାକୁ ବାଧ୍ୟ, କାରଣ ଯେହେତୁ ତୁମେ ସଂସାରୀ। ନିଜ ଆୟୁଷ ବେନିବାଗେ, ଆୟୁଷ ଅର୍ଥ ଶୁଣ, ଆୟୁଷ ଅର୍ଥ ଭିକ୍ଷା ନ, ଯାହା ତୁମେ ଭିକ୍ଷା ମାଗିବ ତା'ର ଅଧା ଅଧି, କାହିଁକିନା ସ୍ତ୍ରୀର ଅନ୍ୟ ନାମ ହେଉଛି ଅର୍ଦ୍ଧାଙ୍ଗିନୀ। ତେଣୁ ତୁମର ଯାହା ଅର୍ଜନ କରିବ ତୁମର ଅଧେ ତା'ର ହେଉଛି ଭାଗ, ନିଜ ଆୟୁଷ ବେନିବାଗେ। ଏମିତି କରିକି ପୋଷିବ ସନ୍ନ୍ୟାସୀ, ଶେଷ ଭୋଜନ ପ୍ରାଣ ପୋଷି ଏମିତି ବ୍ରହ୍ମିବ ସନ୍ନ୍ୟାସୀ। ତେଣୁ ଗୋଟେ କଥା ହେଉଛି, ଆମେ ଯେତେବେଳେ ଯେ ତୃତୀୟ ବୟସ ପ୍ରାପ୍ତ ହେଲା, ତ୍ରୟୋଦଶେଷୁ ବର୍ଷ, ଆମ ଦୟାନିଧି ପରମହଂସଦେବ କହିଲେ ତ୍ରୟୋଦଶେଷୁ ବର୍ଷେଷୁ ସେ ଗୁରୁପାଦ ଶରଣମ୍। 13 ବର୍ଷ ଯେତେବେଳେ ଆରମ୍ଭ ହୋଇଗଲା ସେ ଗୁରୁପାଦ ଶରଣ କଲେ, ତାକୁ କୁହାଯାଏ ଆଜନ୍ମ ବ୍ରହ୍ମଚାରୀ। କ'ଣ ବୁଝିପାରୁଛ କି? ତେଣୁ ତୃତୀୟ ବୟସ ଅର୍ଥ 51 ନୁହଁ, ତୃତୀୟ 51ଟା ହେଲା ଚତୁର୍ଥ ବୟସ, କାହିଁକିନା ଆମର 40ରୁ ଚତୁର୍ଥ ହେଲା ଚତୁର୍ଥ। ତେଣୁ 51ଟା ଚତୁର୍ଥ ବୟସ, ସେଇଟା ତୃତୀୟ ବୟସ ନୁହେଁ, ଚତୁର୍ଥ ବୟସ। ଜରା ଅବସ୍ଥା ଆସିଗଲା ନା, ଆମେ ଚତୁର୍ଥ ବୟସକୁ ଆସିଗଲେ, କିନ୍ତୁ ତୃତୀୟ ବୟସ ହେଉଛି ପ୍ରଭୁ ଦୁଇଟା ରହୁଛି ନା, ଗୋଟେ ଗୃହିକ ପାଇଁ, ଗୋଟେ ବାନପ୍ରସ୍ଥ। ନାଇଁ ଗୋଟିଏ କଥା ସମସ୍ତଙ୍କ ପାଇଁ। ଗୃହୀ କ'ଣ ବାନପ୍ରସ୍ଥ ପାଇଁ? ବାନପ୍ରସ୍ଥ ପାଇଁ ଆପଣ ଯିଏକି ବାଲ୍ୟ କାଳରୁ ଯିଏ ପଳୁଛି ସନ୍ନ୍ୟାସୀ ସିଏ ଅଲଗା, ଆଉ ଯିଏ ବାହାଚୁଡ଼ା ହେଇକିରି ପୁଅ ଝିଅ ଦେଇକିରି ଯାଉଛି ସିଏ ମଧ୍ୟ ଗୋଟେ ଅଛି ନା, କିଏ ଯାଇଛି ସେଇଭଳି ଆମର ଏ ଯେଉଁ ପ୍ରଭୁପାଦ। ନା ଶୁଣ, ମୁଁ ବୁଝେଇଦେବି ସେଇ କଥାଟା ବା କହିସାରିଲିଣି। ତୁମେ 13 ବର୍ଷରେ ଯଦି ତୁମେ ସନ୍ନ୍ୟାସ ନ ହେଇପାରିଲ, ବିବାହ ବନ୍ଧନରେ ଯଦି ତୁମକୁ ବାପା ମା' ଛନ୍ଦି ଦେଲେ, ତୁମକୁ 25ରେ କରନ୍ତୁ, 40ରେ କରନ୍ତୁ, 30ରେ କରନ୍ତୁ, 51ରେ ହୁଅ, ଯେତେବେଳେ ଯେଉଁଥିରେ ହୁଅ, ତୁମକୁ ପୁଅଟିଏ ହେବା ପାଇଁ ଅପେକ୍ଷା କରିବା ପାଇଁ ପଡ଼ିବ। ଯେଉଁ ବୟସରେ ହେଉନା କାହିଁକି ତୁମକୁ ପୁଅଟେ ହେବା ପାଇଁ ଅପେକ୍ଷା କରିବ। ପୁଅଟେ ହେଲେ ସେ ପୁଅକୁ ସ୍ତ୍ରୀର ଦାୟିତ୍ୱ ଦେଇକରି ତୁମେ ଯିବ। ତୁମେ ବାନପ୍ରସ୍ଥ ଯେଉଁ ହେବା ପାଇଁ କହୁଛ, ତୁମେ ସଂସାରରୁ ଯେତେବେଳେ ଯିବ, ତୁମେ ପୁଅକୁ ସ୍ତ୍ରୀର ଦାୟିତ୍ୱ ଦେଇକି ଯିବ। ଯଦି ପୁଅ ନାହିଁ, ଝିଅ ଅଛି, ତେଣୁ ଝିଅ ଯଦି ବିବାହ କରିଦେଇକରି ସ୍ତ୍ରୀକି ସାଙ୍ଗରେ ନେଇକି ବାନପ୍ରସ୍ଥ ହେବ, ଏ କଥାଟା ବା କୁହାଗଲା। ତାପରେ କୁହାଗଲା ନାହିଁ କି? ତେଣୁ ଇଏ ହେଉଛି ସନ୍ନ୍ୟାସୀର କର୍ତ୍ତବ୍ୟ, ଭାଗବତରେ ଯେଉଁଟା ଲେଖା ହେଇଛି। ହେଲେ ବର୍ତ୍ତମାନ ଟାଇମରେ ଆମେ ସନ୍ନ୍ୟାସୀ ହେବାକୁ ଆଇଲେ ହେବନି, ଆସିବ ନା, ବର୍ତ୍ତମାନ ସମୟରେ ତୁମେ ସନ୍ନ୍ୟାସୀ ହେଇପାରିବ।